2025 ମସିହାରେ ରାହୁ ଓ କେତୁ ମହାଗ୍ରହଙ୍କର ରାଶି ପରିବର୍ତ୍ତନରେ ମିଥୁନ ରାଶିଜାତ ବ୍ୟକ୍ତି ଅଦ୍ଭୁତ ଭାଗ୍ୟ ଭୋଗ କରିବେ। ମିଥୁନ ରାଶିଜାତ ବ୍ୟକ୍ତି ଏହି ସମୟରେ ନିଜ ପରାକ୍ରମରେ ବହୁଦିନରୁ ବାକି ପଡ଼ି ରହିଥିବା ଅଥବା ଅଟକି ରହିଥିବା କାର୍ଯ୍ୟ ସଫଳତାର ସହିତ ଶେଷ କରିବାକୁ ସମର୍ଥ ହେବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଚଳିତ 2025 ମସିହା ମଇ ମାସ 18 ତାରିଖ ରବିବାର ଦିନ ଗ୍ରହ ଜଗତର ଦୁଇ ଶକ୍ତିଶାଳୀ ଗ୍ରହ ରାହୁ ଓ କେତୁ ମହାଗ୍ରହ ରାଶି ପରିବର୍ତ୍ତନ କରିଛନ୍ତି। ରାହୁ ମହାଗ୍ରହ ଗୋଚରରେ ମୀନ ରାଶିରୁ ଶନିଙ୍କ ରାଶି କୁମ୍ଭ ରାଶିରେ ଏବଂ କେତୁ ମହାଗ୍ରହ କନ୍ୟା ରାଶିରୁ ସୂର୍ଯ୍ୟଙ୍କ ରାଶି ସିଂହ ରାଶିରେ ପ୍ରବେଶ କରିଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ର ରାହୁ ଏବଂ କେତୁ ଏହି ଦୁଇ ଗ୍ରହଙ୍କୁ ଛାୟା ଗ୍ରହ ବୋଲି ବର୍ଣ୍ଣନା କରିଥିବା ବେଳେ ଏହି ଦୁଇ ଛାୟା ଗ୍ରହଙ୍କର ରାଶି ପରିବର୍ତ୍ତନରେ ସମଗ୍ର ଦ୍ୱାଦଶ ରାଶିଚକ୍ର ଗଭୀର ଭାବେ ପ୍ରଭାବିତ ହୋଇଥାଏ ବୋଲି ଦର୍ଶାଇଥାଏ। ସେହି କ୍ରମରେ ଆଜିର ଉପସ୍ଥାପନାରେ ଜାଣିବା ରାହୁ ମହାଗ୍ରହ ଚଳିତ ମଇ ମାସ 18 ତାରିଖ ଠାରୁ କୁମ୍ଭ ରାଶିରେ ଦୀର୍ଘ 18 ମାସ ପର୍ଯ୍ୟନ୍ତ ଅବସ୍ଥାନ କଲେ ଏବଂ ଏହି ସମୟରେ ମିଥୁନ ରାଶିଜାତ ବ୍ୟକ୍ତି କ'ଣ ସବୁ ଫଳ ପାଇବାର ବିଶେଷ ସମ୍ଭାବନା ରହିଅଛି ଏବଂ ସମାନ୍ତରାଳ ଭାବେ କେତୁ ମହାଗ୍ରହ ଦୀର୍ଘ 18 ମାସ ପର୍ଯ୍ୟନ୍ତ ସିଂହ ରାଶିରେ ଅବସ୍ଥାନ କଲେ ମିଥୁନ ରାଶିଜାତ ବ୍ୟକ୍ତି କ'ଣ ସବୁ ଫଳ ପାଇବାର ସମ୍ଭାବନା ରହୁଅଛି। ମିଥୁନ ରାଶିର ତୃତୀୟ ଭାବ ସିଂହ ରାଶିରେ କେତୁ ମହାଗ୍ରହଙ୍କର 18 ମାସ ଅବସ୍ଥାନ କରିବା ସମୟ ମିଥୁନ ରାଶିଜାତ ବ୍ୟକ୍ତିଙ୍କୁ ପରାକ୍ରମୀ କରାଇବ। ଭାଇ ଭଉଣୀମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବେ, କିନ୍ତୁ ସମୟରେ ମନ ଅମେଳ ରହିପାରେ। ରାଜକୀୟ କାର୍ଯ୍ୟ ଅର୍ଥାତ୍ ସରକାରୀ କାମ ଯଦି କିଛି ବାକି ରହିଥାଏ ତେବେ ତାହା ସଫଳତାର ସହିତ ଶେଷ ହୋଇପାରିବ। ଆପଣ ଅଫିସରେ କାର୍ଯ୍ୟ କରୁଥିବା ଅଧସ୍ତନ କର୍ମଚାରୀ ଅଥବା ସହଯୋଗୀମାନଙ୍କର ସମସ୍ତ ସଦିଚ୍ଛା ଲାଭ କରିବେ। କିନ୍ତୁ ମିଥୁନ ରାଶିର ତୃତୀୟ ଭାବରେ 18 ମାସ ପାଇଁ ଅବସ୍ଥାନ କରିଥିବା କେତୁ ମିଥୁନ ରାଶିଜାତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରିବାର ସମ୍ଭାବନା ରହିଅଛି। କାରଣ ତୃତୀୟ ଭାବ ଅଷ୍ଟମ ଭାବର ଅଷ୍ଟମ ଭାବ ହୋଇଥିବାରୁ ଏବଂ କେତୁ ମହାଗ୍ରହ ଏହି ତୃତୀୟ ଭାବରେ ରହିଥିବାରୁ ଏହି ସମୟରେ କାନ୍ଧ ଓ ହାତ ସମ୍ପର୍କିତ ରୋଗ, ବିଶେଷତଃ ଫ୍ରୋଜନ୍ ଶୋଲ୍ଡର ଏବଂ ହାତ ବିନ୍ଧିବା ତଥା ବ୍ରଣ ବା ଘା ହେବା ଭଳି ସମସ୍ୟା ଦେଇପାରନ୍ତି। ମିଥୁନ ରାଶିଜାତ ବ୍ୟକ୍ତିଙ୍କ ଜାତକ ଚକ୍ରରେ କେତୁଙ୍କର ଅବସ୍ଥିତି ଦେଖିଲେ ଏ ସମ୍ପର୍କରେ ସ୍ପଷ୍ଟତା ଆସିପାରିବ। ସେହିପରି ଶନିଙ୍କ ରାଶି କୁମ୍ଭ ରାଶିରେ ରାହୁ ମହାଗ୍ରହ 18 ମାସ ପାଇଁ ଅବସ୍ଥାନ କଲେ ମିଥୁନ ରାଶିଜାତ ବ୍ୟକ୍ତିଙ୍କୁ ଅଦ୍ଭୁତ ଭାଗ୍ୟ ଭୋଗ କରାଇବେ। ବହୁଦିନରୁ ଚେଷ୍ଟା କରି ଅସଫଳ ହେଉଥିବା କାର୍ଯ୍ୟଗୁଡ଼ିକ ଏହି ସମୟରେ ମିଥୁନ ରାଶି ବ୍ୟକ୍ତି ସମ୍ପନ୍ନ କରିବା ପାଇଁ ସମର୍ଥ ହେବେ। ପ୍ରାରବ୍ଧ ଅଥବା ପୂର୍ବଜନ୍ମର ଫଳ ଏହି ସମୟରେ ଭୋଗ ହୋଇପାରେ। ପୂର୍ବଜନ୍ମରୁ ସୁକୃତରୁ ଜନସାଧାରଣଙ୍କ ସହିତ ଜଡ଼ିତ ରହି ସେମାନଙ୍କର ପ୍ରଶଂସାର ପାତ୍ର ହେବେ। ରାଜନୈତିକ ଓ କୂଟନୈତିକ କାର୍ଯ୍ୟରେ ସଫଳତା ପାଇବେ। ଉଚ୍ଚ ପଦପଦବୀରେ ଆସୀନ ହେବେ। ଭାଗ୍ୟ ଆପଣଙ୍କ ସାଙ୍ଗରେ ରହିଥିବାରୁ ସେୟାର ମାର୍କେଟ, ଲଟେରୀ
ଓ ଜୁଆ ଭଳି ଖେଳରୁ ପ୍ରବଳ ଅର୍ଥ ଉପାର୍ଜନ କରିବାର ସମସ୍ତ ସମ୍ଭାବନା ରହିଅଛି। ତନ୍ତ୍ର ମନ୍ତ୍ର ତଥା ହଟଚମଟ ଭଳି ପୈଶାଚିକ ବିଦ୍ୟା ପ୍ରତି ମନ ଆକର୍ଷିତ ହେବ। କିନ୍ତୁ ଏହା ସତ୍ତ୍ୱେ ବି ଦେବଦର୍ଶନ ଓ ଆଧ୍ୟାତ୍ମିକବାଦ ପ୍ରତି ମନ ବଳାଇବେ। ଯଦି ଜାତକ ଚକ୍ରରେ ରାହୁ ଓ ଶନିଙ୍କର ସ୍ଥିତି ଠିକ୍ ନଥାଏ ତଥା ଦଶା ଅନ୍ତର୍ଦଶାରେ ଉଭୟ ରାହୁ ଓ ଶନି ସମ୍ପର୍କିତ ହୋଇଥାନ୍ତି, ତେବେ ମିଥୁନ ରାଶିଜାତ ବ୍ୟକ୍ତି ଭୟଙ୍କର ରୋଗ ଭୋଗିବାର ପ୍ରବଳ ସମ୍ଭାବନା ରହିଅଛି। ଏ ତ ଗଲା ମୋଟାମୋଟି ଭାବରେ ମିଥୁନ ରାଶିଜାତ ବ୍ୟକ୍ତିଙ୍କ ପାଇଁ ରାହୁ ଓ କେତୁ ଚଳନ ଦୀର୍ଘ 18 ମାସର ସମ୍ଭାବ୍ୟ ଫଳାଫଳ। ମିଥୁନ ରାଶି ବ୍ୟକ୍ତି ରାହୁ ଓ କେତୁ ଚଳନରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମା ଦୁର୍ଗାଙ୍କର ଶରଣାପନ୍ନ ହୁଅନ୍ତୁ। ପ୍ରତ୍ୟହ ପ୍ରାତଃସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମିଥୁନ ରାଶିର ଅଧିଷ୍ଠାତା ଦେବତା ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ରାଶିର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ଶୁଭାଶୁଭ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।